ଆପଣମାନେ ଜାଣନ୍ତି କି ସଂସାରରେ ସବୁଠାରୁ କଦର୍ଯ୍ୟ, ନିର୍ଲଜ ଓ ଘୃଣାର ପାତ୍ର କେଉଁମାନେ? ଆମ ପୁରାତନ ପଣ୍ଡିତ ଓ ଶାସ୍ତ୍ରକାର ମାନେ କହିଛନ୍ତି, ଯେଉଁ ବ୍ୟକ୍ତି ଆପଣା ଇଚ୍ଛାରେ ଅର୍ଥାତ୍ କେହି ତାଙ୍କୁ ଡାକି ନଥିବେ, ପଚାରି ନଥିବେ, ଉପରେ ପଡ଼ି ସେମାନେ କୌଣସି ବିଷୟରେ ମଧ୍ୟସ୍ଥ ହେବାକୁ ଯାଆନ୍ତି, ସେଇମାନେ ଅତ୍ୟନ୍ତ କଦର୍ଯ୍ୟ ବ୍ୟକ୍ତି। ଆଉ ଯେଉଁମାନଙ୍କ ପାଖରେ ଧନ ଥାଇ ମଧ୍ୟ ଅନ୍ୟଠାରୁ ଧନ ସମ୍ପତ୍ତି ପାଇଁ ହାତ ପାତାନ୍ତି, ସେମାନେ ମଧ୍ୟ ଅନ୍ୟତମ କଦର୍ଯ୍ୟ ବ୍ୟକ୍ତି। ଦରିଦ୍ର ହୋଇ ଯିଏ ବନ୍ଧୁ ଘରେ ଯାଇ ଅନେକ ଦିନ ଆଶ୍ରୟ ନିଏ ଏବଂ ରହେ, ସିଏ ମଧ୍ୟ ଏକ କଦର୍ଯ୍ୟ ନିର୍ଲଜ ବ୍ୟକ୍ତି ଭାବରେ ଗଣା ହୁଏ। ନିଜ ନାରୀ ବା ସ୍ତ୍ରୀ ଥାଇ ଯେଉଁ ବ୍ୟକ୍ତି ପର ନାରୀ ପାଖକୁ ଯାଏ, ଗମନ କରେ, ସିଏ ଏକ କଦର୍ଯ୍ୟ ବ୍ୟକ୍ତି ଭାବରେ ଗଣାଯାଏ। ବାପ ଘରେ ଯେଉଁ ସ୍ୱାମୀ ତାର ନବବିବାହିତ ଯୁବତୀକୁ ଛାଡ଼ି ଦେଇ ଆସେ ଏବଂ ପୋଷିବା ପାଳିବାର ସାମର୍ଥ୍ୟ ନଥିବା ଜଣାପଡ଼େ, ସେହି ସ୍ୱାମୀ ଏକ ନିର୍ଲଜ ଏବଂ କଦର୍ଯ୍ୟ ବ୍ୟକ୍ତି ଭାବରେ ଗଣାଯାଏ। ଯେଉଁ ଲୋକର ହାତରେ ଧନ ସମ୍ପତ୍ତି ନଥାଏ, ଭଲ ଶକ୍ତି ସାମର୍ଥ୍ୟ ନଥାଇ ଉପରକୁ ଅତି ସୌକିନି କରିବା ପାଇଁ ମନ ବଳାଏ, ସିଏ ମଧ୍ୟ ଏକ ନିର୍ଲଜ ବ୍ୟକ୍ତି ଭାବରେ ଗଣାଯାଏ। ଏବଂ ନିଜର ବନ୍ଧୁ ଏବଂ ମିତ୍ରଙ୍କ ପାଖକୁ ଯିଏ ଋଣ ଟଙ୍କା କରିବା ପାଇଁ ଯାଏ, ସିଏ ମଧ୍ୟ ଏକ ନିର୍ଲଜ ଏବଂ କଦର୍ଯ୍ୟ ବ୍ୟକ୍ତି ଭାବରେ ଗଣା ହୁଏ। ଆଉ ଯେଉଁ ବ୍ୟକ୍ତି ଜଳ ବା ପାଣି ଏବଂ ନିଆଁରେ ନିଜର ଶକ୍ତି ଦେଖାଇ ହୁଏ, ସିଏ ମଧ୍ୟ ଏକ ନିର୍ଲଜ ବ୍ୟକ୍ତି ବା କଦର୍ଯ୍ୟ ବ୍ୟକ୍ତି ଭାବରେ ଗଣାଯାଏ। ଏବଂ ଯେଉଁ ମାଲିକ ତାର କର୍ମଚାରୀ ବା ଭୃତ୍ୟ ଧନ ସମ୍ପତ୍ତିକୁ ଅନାଇଥାଏ, ଲୋଭ କରେ, ଦୃଷ୍ଟି ଦିଏ, ସେହି ବ୍ୟକ୍ତି ମଧ୍ୟ ଏକ ନିର୍ଲଜ ଏବଂ କଦର୍ଯ୍ୟ ଲୋକ ଭାବରେ ଗଣାଯାଏ। ଆଉ ଏକ କଦର୍ଯ୍ୟ ଓ ନିର୍ଲଜ ବ୍ୟକ୍ତି ହେଉଛି ଶ୍ୱଶୁରର ଅନ୍ନ ଖାଇ ଏବଂ ତା ଶ୍ୱଶୁରର ଅନ୍ନରେ ପ୍ରତିପୋଷଣ ହେବା ପାଇଁ ତା ଘରେ ପଡ଼ି ରହେ, ସେହି ଜ୍ୱାଇଁ ମଧ୍ୟ ଏକ ନିର୍ଲଜ ଏବଂ କଦର୍ଯ୍ୟ ବ୍ୟକ୍ତି ଭାବରେ ସମାଜ ସେମାନଙ୍କୁ ଦେଖେ ଓ ଗଣନା କରେ। ସେହିପରି କିଛି ଲୋକ ଅଛନ୍ତି ଯେଉଁମାନେ ସଂସାରରେ ଘୃଣାର ପାତ୍ର। ସେମାନେ ହେଲେ ମିଛୁଆ, ଖଞ୍ଚୁଆ, ଲାଞ୍ଚୁଆ, ଅତି କୃପଣ, ମଦ୍ୟପ, ଲମ୍ପଟ, ଋଣକାରୀ ପିତା। ଯେଉଁ ବାପା ଋଣ କରି ପିଲାମାନଙ୍କ ମୁଣ୍ଡରେ ଛାଡ଼ି ଚାଲିଯାଏ, ସିଏ ମଧ୍ୟ ବ୍ୟଭିଚାରିଣୀ ମାତା। ଯେଉଁ ମା ବ୍ୟଭିଚାରିଣୀ ହେଇଥାଏ ଏବଂ ଯେଉଁ ପୁଅ ପାଖରେ ବିନୟ ଭାବ ନଥାଏ, ସେମାନେ ମଧ୍ୟ ଘୃଣ୍ୟ ପାତ୍ର ଭାବରେ ଗଣାଯାଏ। ଏହା ଆମ ପୂର୍ବପୁରୁଷର ଶାସ୍ତ୍ରକାର ଓ ପଣ୍ଡିତମାନେ କହିଯାଇଛନ୍ତି।